ଜୀବନର ସତ୍ୟ। ଆତ୍ମାଟିଏ ପ୍ରଭୁଙ୍କଠାରେ ଯୁକ୍ତ ହୋଇ ରହିବାକୁ ହେଲେ ଯେମିତି ପରିବାରରେ ପିତା ମାତା ନିଜ ଆତ୍ମୀୟ ସ୍ୱଜନମାନଙ୍କୁ ଆତ୍ମାଟିଏ ଅନ୍ତରର ସହ ଭଲ ପାଏ କିମ୍ବା ଅତି ଆପଣାର ବୋଲି ଭାବେ, ସେମିତି ଈଶ୍ୱରଙ୍କୁ ଅତି ଆପଣାର ବିଚାରପୂର୍ବକ କୃତଜ୍ଞତା ଜ୍ଞାପନା କରିବା ବା ଧନ୍ୟବାଦ ଜଣାଇବା ଅତ୍ୟନ୍ତ ଶରଣାପନ୍ନର ପରିଚୟ ଅଟେ। କିନ୍ତୁ ଏହି ଲାଳସାପୂର୍ଣ୍ଣ ବା କାମନା ଲୋଭୀ ଆଜିର ଦୁନିଆରେ କିଛି ଲୋକମାନେ ଭାବନ୍ତି ଯେ ଆମେ ମନ୍ଦିରକୁ ଯାଇ ଭଲ ଫୁଲ ଫଳ ଧୂପ ଦୀପ ଆଉ ମୋଟା ଅଙ୍କର ଦକ୍ଷିଣା ଦେଇ ପୂଜା କଲେ ଈଶ୍ୱର ଆମର ମନସ୍କାମନା ପୂର୍ଣ୍ଣ କରିବେ ଅଥବା ଆମର ଗୁହାରି ଶୁଣିବେ। ଆମ୍ଭର ବିଚାର କରିବା ଉଚିତ ଯେ ଯିଏ ଆମ୍ଭମାନଙ୍କୁ ସବୁ କିଛି ଦେଇଛି, ତାର ବା କ'ଣ ଅଭାବ ଅଛି ଆମ୍ଭେ ତାକୁ ଦାନ କରିବୁ? ହଁ, ଈଶ୍ୱର ପୂଜା ନିଶ୍ଚିତ କରନ୍ତୁ। ସେଥିରେ ଆଜ୍ଞା କାମନା ରହିତ ହୋଇ ବହୁତ ସାରା ଭଲ ପାଇବା ଭକ୍ତି ପ୍ରେମ ଆଦି ସଜେଇ କରି ପୂଜାଟି କରନ୍ତୁ। ସମସ୍ତଙ୍କର ମଙ୍ଗଳ ହେବ। ଓଁ ପରମାତ୍ମନେ ନମଃ।